श्रोता बंधु, आज आमे 84 सिद्धाचार्य मानक मध्यरु कान्हुपादଙ୍କ उपरे आलोचना प्रस्तुत करुचे। 84 जन सिद्धाचार्यଙ୍କ ମଧ୍ୟରେ ସବୁଠାରୁ ଅଧିକ ଗୀତିକା ରଚନା କରିଥିବା ବିଖ୍ୟାତ ତନ୍ତ୍ର ସାଧକ ଓ କବି କାହ୍ନୁପାଦଙ୍କୁ ନେଇକି ଆମର ଆଜିର ଏହି ଆଲୋଚନା। ରାହୁଳ ସଂସ୍କୃତାୟନଙ୍କ ମତରେ କାହ୍ନୁପାଦ 84 ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରେ ପ୍ରଚଣ୍ଡ କବିତ୍ୱର ଅଧିକାରୀ ଥିଲେ। ଆଲୋଚକ ଖଗେଶ୍ୱର ମହାପାତ୍ରଙ୍କ ମତରେ କାହ୍ନୁପା ନାମଟି ଉଭୟ ସିଦ୍ଧ ଓ ନାଥ ପରମ୍ପରାରେ ସୁପ୍ରତିଷ୍ଠିତ। ଏହି ନାମରେ ଏକାଧିକ ବ୍ୟକ୍ତି ପ୍ରଖ୍ୟାତ ହୋଇଥିବା ଅସମ୍ଭବ ନୁହେଁ, କିନ୍ତୁ ସେମାନଙ୍କ ମଧ୍ୟରେ ଓଡ଼ିଶା ଆଗତ ବ୍ରାହ୍ମଣ କୁଳ ସମ୍ଭୂତ ଜାଳନ୍ଧରୀ ଶିଷ୍ୟ ସିଦ୍ଧାଚାର୍ଯ୍ୟ କାହ୍ନୁପାଦ କବିତ୍ୱ ଓ ପାଣ୍ଡିତ୍ୟ ଗୁଣରେ ଏକ ବିଶିଷ୍ଟ ଆସନର ଅଧିକାରୀ ହୋଇଥିଲେ। ତାଙ୍କର ଉତ୍କଳୀୟତା ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥ, ତାରାନାଥଙ୍କ ବିବରଣୀ ଏବଂ ତେଙ୍ଗୁରରେ ସୂଚିତ ରହିଛି ଏବଂ ବିନୟତୋଷ ଭଟ୍ଟାଚାର୍ଯ୍ୟ, ଶହୀଦୁଲ୍ଲା ପ୍ରଭୃତିଙ୍କ ଦ୍ୱାରା ସମର୍ଥିତ ମଧ୍ୟ। କାହ୍ନୁପାଦଙ୍କୁ କୃଷ୍ଣ, କୃଷ୍ଣପା, କର୍ଣ୍ଣପା, କୃଷ୍ଣସ, କୃଷ୍ଣବଜ୍ର, କୃଷ୍ଣାଚାରୀ, କାହ୍ନୁପାଦ, କଳାପମହ, କହଣପା, କାହ୍ନୁପାଦ, କଳାପମହ, କାହ୍ନୁ, କାହ୍ନ, କାହଣା, କୃଷ୍ଣାଚାର୍ଯ୍ୟ, କୃଷ୍ଣାଚାର୍ଯ୍ୟପାଦ, କୃଷ୍ଣଚନ୍ଦ୍ରପାଦ, କୃଷ୍ଣଚର୍ଯ୍ୟଚରଣ, କୃଷ୍ଣାଚାର୍ଯ୍ୟ, ସୁନ୍ଦର ଇତ୍ୟାଦି ନାମରେ ପରିଚିତ ଥିବା ଜଣାଯାଏ। ମାତ୍ର ଏହା କେତେଦୂର ଯୁକ୍ତିଯୁକ୍ତ ତାହା ଦ୍ୱନ୍ଦ୍ୱପୂର୍ଣ୍ଣ। ତେଙ୍ଗୁରରେ 4 ଜଣ କାହ୍ନୁପାଦ ଅଛନ୍ତି ବୋଲି ମତ ଦିଆଯାଇଛି। ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥରେ 3 ଜଣ, ଲାମା ତାରନାଥ ତାଙ୍କର ବିବରଣୀରେ 2 ଜଣ କାହ୍ନୁପାଦ ଥିବା ଉଲ୍ଲେଖ ରହିଛି। ଲାମା ତାରନାଥଙ୍କ ବିବରଣୀରୁ ଜଣାଯାଏ ଯେ କୃଷ୍ଣପାଦ ଅର୍ଥାତ୍ କାହ୍ନୁପାଦ ଜାଳନ୍ଧରୀ, ଭର୍ତ୍ତୃହରି, ଗୋପୀଚନ୍ଦ୍ର ଓ ଧର୍ମକୀର୍ତ୍ତି ପ୍ରମୁଖ ସିଦ୍ଧ ପୁରୁଷଗଣଙ୍କ ସମକାଳୀନ ଥିଲେ। ଡକ୍ଟର ଶହୀଦୁଲ୍ଲା କାହ୍ନୁପାଙ୍କ ଜୀବନ କାଳକୁ ଖ୍ରୀଷ୍ଟୀୟ 675ରୁ ଖ୍ରୀଷ୍ଟୀୟ 775 ମଧ୍ୟରେ ରଖିଥିଲେ। ଚକ୍ର ସମ୍ଭାର ତନ୍ତ୍ର ଅନୁସାରେ କାହ୍ନୁପାଦଙ୍କ ସ୍ଥାନ ହେଉଛି ପ୍ରଥମେ ଆସିବେ ଇନ୍ଦ୍ରଭୂତି, ତାପରେ ଆସିବେ ଜାଳନ୍ଧରୀପା, ତାପରେ ଆସିବେ କାହ୍ନୁପାଦ। ଶ୍ରୋତାବନ୍ଧୁ, ମୁଁ କହି ରଖିବାକୁ ଚାହେଁ କାହ୍ନୁପାଦଙ୍କ ଗୁରୁ ଥିଲେ ଜାଳନ୍ଧରୀପା। ତେଙ୍ଗୁରରେ କାହ୍ନୁପାଦଙ୍କ ରଚନାବଳୀର ସଂଖ୍ୟା 74। ଚର୍ଯ୍ୟା ସଂଗ୍ରହରେ କାହ୍ନୁପାଦଙ୍କ ରଚନା 13ଟି ଗୀତି ଭାବରେ ସ୍ଥାନିତ। ସେ ତନ୍ତ୍ରଦେବୀ ବଜ୍ରବାରାହୀଙ୍କ ଉପାସକ ଥିଲେ। ପଣ୍ଡିତ ରାହୁଳ ସଂସ୍କୃତାୟନଙ୍କ ମତରେ ମହାଢୁଣ୍ଡନ, ବସନ୍ତ ତିଳସ, ଅସମ୍ବନ୍ଧ ଦୃଷ୍ଟି, ବଜ୍ରଗୀତି, ଦୋହାକୋଶ, କାହ୍ନୁପାଦ ଗୀତିକା ଓ ବୋଧିଚର୍ଯ୍ୟାବତାର ଟୀକା ର ସେ ରଚୟିତା। ଆଉ ଥରେ ମୁଁ କହି ରଖୁଛି ଆପଣମାନଙ୍କ ଉଦ୍ଦେଶ୍ୟରେ। ମହାଢୁଣ୍ଡନ ସେଟା ମହାଢୁଣ୍ଡନ, ବସନ୍ତ ତିଳସ ଦନ୍ତ୍ୟସ, ଅସମ୍ବନ୍ଧ ଦୃଷ୍ଟି, ସମ୍ବନ୍ଧରୁ ଅସମ୍ବନ୍ଧ ଆସିଛି, ଅସମ୍ବନ୍ଧ ଦୃଷ୍ଟି, ବଜ୍ରଗୀତି, ଦୋହାକୋଶ, କାହ୍ନୁପାଦ ଗୀତିକା, ବୋଧିଚର୍ଯ୍ୟାବତାର ଟୀକା ଏଗୁଡ଼ିକ ହେଉଛି କାହ୍ନୁପାଦଙ୍କ ରଚନା। ଆଲୋଚକମାନେ କାହ୍ନୁପାଦଙ୍କ ଜନ୍ମସ୍ଥାନ ଭାବରେ କର୍ଣ୍ଣଦେଶ, ଯୋଉଟାକୁ ଆପଣମାନେ ଆଜିର ସମୟରେ କର୍ଣ୍ଣାଟକ ଦେଶ ବୋଲି କହୁଛନ୍ତି, କର୍ଣ୍ଣାଟକ ଦେଶ ବା ବିଦ୍ୟାନଗର ବୋଲି ନିର୍ଣ୍ଣୟ କରାଯାଇଛି। ତେବେ ସମାଲୋଚକ ମାନଙ୍କ ମତରେ ଚର୍ଯ୍ୟା ଗୀତିକାର ଭାଷା ବିଚାରରୁ କାହ୍ନୁପାଦଙ୍କୁ
ବଙ୍ଗୀୟ କେହି କେହି କହିଛନ୍ତି, କହିଥିବା ବେଳେ ତାଙ୍କୁ ଉତ୍କଳୀୟ ବୋଲି ମଧ୍ୟ ପ୍ରମାଣିତ କରିଛନ୍ତି। କାରଣ ତାଙ୍କ ଗୁରୁ ଜାଳନ୍ଧରୀ ପାଦ ଓଡ଼ିଶାର ବିରୂପା ନଦୀ କୂଳ ନିକଟରେ ବସତି ସ୍ଥାପନ କରିଥିଲେ ଏବଂ ସେଇଠିକାର ସେ ଅଧିବାସୀ ବୋଲି କୁହାଯାଏ। ତେଣୁ ଗୁରୁ ଦୀକ୍ଷିତ କାହ୍ନୁପାଦ ଓଡ଼ିଶାର ଥାଇପାରନ୍ତି ବୋଲି ପ୍ରମାଣ କରାଯାଉଛି। ଶ୍ରୋତାବନ୍ଧୁ, ଆମେ କାହ୍ନୁପାଦଙ୍କର 13ଟି ଗୀତିକାକୁ ଚର୍ଯ୍ୟା ଗୀତିକାରେ ପାଉଛେ। 13ଟି ଯାକକୁ ବୁଝେଇବା ସମ୍ଭବ ନୁହଁ। ଯେଉଁଗୁଡ଼ିକ ତାଙ୍କର ଲୋକପ୍ରିୟ ପଦ ତାକୁ ଆଲୋଚନା ଆମେ କରିବା। ତେବେ କେଉଁଗୁଡ଼ିକ ତାଙ୍କର ଗୀତିକା ସେଗୁଡ଼ିକୁ ଟିକେ ମନେ ରଖିବା। ସଂଖ୍ୟା, ରାଗ ଏବଂ ସେଗୁଡ଼ା ତାର ଯେଉଁ ଶୀର୍ଷକ ତାକୁ ଟିକେ ମନେ ରଖିବା। ଗୀତିକା ନମ୍ବର 7, ବାଟ ଓଗାଳ ଚର୍ଯ୍ୟା। ବାଟ ଓଗାଳ ଚର୍ଯ୍ୟା ସେଇଟି ଲିଖିତ ରାଗ ପଟ୍ଟମଞ୍ଜରୀରେ। ଗୀତିକା ନମ୍ବର 9, ମତ ମାତଙ୍ଗ ଚର୍ଯ୍ୟା। ମତ ମାତଙ୍ଗ ଚର୍ଯ୍ୟା ସେଟା ହେଉଛି ରାଗ ପଟ୍ଟମଞ୍ଜରୀରେ ଲିଖିତ। ଗୀତିକା ନମ୍ବର 10, ଡୁମ୍ବି ଚର୍ଯ୍ୟା, ରାଗ ଦେଶାଖ। ଗୀତିକା ନମ୍ବର 11, ଡୁମ୍ବି ହେରୁକ ଚର୍ଯ୍ୟା, ରାଗ ପଟ୍ଟମଞ୍ଜରୀ। ଗୀତିକା ନମ୍ବର 12, ନୟନ ବଳ ଚର୍ଯ୍ୟା, ରାଗ ଭୈରବୀ। ଗୀତିକା ନମ୍ବର 13, ନୌଯାତ୍ରା ଚର୍ଯ୍ୟା, ରାଗ କାମୋଦି। ଗୀତିକା ନମ୍ବର 18, କାମଚଣ୍ଡାଳୀ ଚର୍ଯ୍ୟା, ରାଗ ହେଉଛି ଗୌଡ଼ା। ଗୀତିକା ନମ୍ବର 19, ଡୁମ୍ବି ବିବାହ ଚର୍ଯ୍ୟା, ରାଗ ହେଉଛି ଭୈରବୀ। ଗୀତିକା ନମ୍ବର 24, ରାଜହଂସ ଚର୍ଯ୍ୟା, ରାଗ ହେଉଛି ଇନ୍ଦ୍ରତାଳ। ଗୀତିକା ନମ୍ବର 36, ସହଜ ନିଦ୍ରା ଚର୍ଯ୍ୟା, ରାଗ ପଟ୍ଟମଞ୍ଜରୀ। ଗୀତିକା ନମ୍ବର 40, ମୂକ ବଧିର ଉପଦେଶ ଚର୍ଯ୍ୟା, ରାଗ ମଳସୀ ଗବୁଡା। ଗୀତିକା ନମ୍ବର 42, ସ୍କନ୍ଧ ବିୟୋଗ ଚର୍ଯ୍ୟା, ରାଗ କାମୋଦ। ଗୀତିକା ନମ୍ବର 45, ନିଷ୍ଫଳ ବୃକ୍ଷ ଛେଦ ଚର୍ଯ୍ୟା, ରାଗ ମଲ୍ଲରୀ। ଶ୍ରୋତାବନ୍ଧୁ, ଆମେ 13ଟି ଯାକ ଗୀତିକାର ଶୀର୍ଷକ, ଗୀତିକା ନମ୍ବର ଏବଂ ରାଗ ଗୁଡ଼ିକୁ ଏଠି ଉପସ୍ଥାପିତ କଲେ। ବର୍ତ୍ତମାନ ମୁଁ ଆପଣମାନଙ୍କ ସମ୍ମୁଖରେ ପ୍ରଥମ ଗୀତିକା ନମ୍ବର 7, ବାଟ ଓଗାଳ ଚର୍ଯ୍ୟା, ତାକୁ ଟିକେ ଆଲୋଚନା କରୁଛି ଏବଂ ତାପରେ ଡୁମ୍ବି ଚର୍ଯ୍ୟା ଏବଂ ଅନ୍ୟ ଯାହା ସମ୍ଭବ ହେଇପାରିବ ସୀମିତ ସମୟ ଭିତରେ ଆମେ ଆଲୋଚନା କରିବା। ଗୀତିକା ନମ୍ବର 7, ବାଟ ଓଗାଳ ଚର୍ଯ୍ୟା, ରାଗ ପଟ୍ଟମଞ୍ଜରୀ। ମୂଳ ଲେଖା ହେଉଛି ଆଳିଏ କାଳିଏ ବାଚ ରୁନ୍ଧେଲା, ଆଳିଏ କାଳିଏ ବାଚ ରୁନ୍ଧେଲା, ତା ଦେଖି କାହ୍ନୁ ବିମନ ଉଇଲା। କାହ୍ନୁ କାହିଁ ଗଇ କରିବ ନିବାସ, ଯୋ ମନ ଗୋର ସୋ ଉଆସ। ତେ ତିନି ତିନି ହୋ ଭିନ୍ନା, ଭଣଇ କାହ୍ନୁ ଉବ ପରିଛିନ୍ନା। ଯେ ଆଇଲା ତେ ଗେଲା, ଅବଣା ଗବଣେ କାହ୍ନୁ ବିମନ ଉଇଲା। ହେରିସେ କାହ୍ନି ନିୟଡ଼ି ଜିନୟୁର ବଟଇ, ଭଣଇ କାହ୍ନୁ ମୋ ହିୟହି ନ ପଇସଇ। ଆର ଆଧୁନିକ ଓଡ଼ିଆ ରୂପାନ୍ତର ଡକ୍ଟର ଖଗେଶ୍ୱର ମହାପାତ୍ର ପ୍ରଦାନ କରିଛନ୍ତି। ସେଟା ହେଉଛି ଆଳିଏ କାଳିଏ ବାଟ ରୁନ୍ଧିଲା। ଆମେ ଜାଣିଛେ ଯେ ଆଳି କାଳି ଏଇଟା ହେଉଛି ଅବଧୂତିର ବହିର୍ଗମନ ମାର୍ଗ, ଯାହାକି ବନ୍ଦ ହେଲା, ଅବରୁଦ୍ଧ ହେଲା। ଏହା ଫଳରେ ଅବଧୂତି ଯେତେବେଳେ ସାଧକ ତାର ଇଡ଼ା ପିଙ୍ଗଳା ମାଧ୍ୟମରେ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରି ନିଜର ଅବଧୂତିର ବହିର୍ଗମନ ମାର୍ଗକୁ ଅବରୁଦ୍ଧ କରିକି ସାଧନାରେ ଉର୍ଦ୍ଧାୟିତ ହେବାକୁ ଚେଷ୍ଟା କରେ,
କାହ୍ନୁପାଦ ମଧ୍ୟ ସେହି ପ୍ରକାର ହେଲେ। ପରିଶୁଦ୍ଧ ମନା ହେଲେ, ବିଶୁଦ୍ଧ ଚିତ୍ତ, ବିଶୁଦ୍ଧ ଚିତ୍ତ କେବଳ ନୁହଁ, କାୟା ମନ ବାକ୍ୟ ସବୁ କିଛି ବିଶୁଦ୍ଧ ହୋଇ କାହ୍ନୁପାଦଙ୍କର ଅନ୍ୟତ୍ର କେଉଁଠି ଯିବା ବାସ କରିବାର ଆବଶ୍ୟକତା ନାହିଁ ସେ ମନେ କରୁଛନ୍ତି। ନିଜ ଅନ୍ତର ମଧ୍ୟରେ ସେ ପରମ ଆନନ୍ଦମୟ ମହାସୁଖ ସ୍ଥଳର ସନ୍ଧାନ ପାଇଛନ୍ତି। ଯେମିତି କାହ୍ନୁ କାହିଁ ଗଇ କରିବ ନିବାସ, କାହିଁକି କାହ୍ନୁ କାହିଁକି ଅଲଗା ଭିନ୍ନ କୌଣସି ସ୍ଥାନରେ ଯାଇକି ନିବାସ କରିବ। ଯୋ ମନ ଗୋଚର ସୋ ଉଆସ, ଗୋର ଶବ୍ଦଟା ଯୋଉ ଅଛି ଗୋଚର, ଯାହା ମନ ଭିତରେ ଅଛି, ନିଜ ଅନ୍ତର ମଧ୍ୟରେ ସେ ଯେଉଁ ପରମ ଆନନ୍ଦମୟ ମହାସୁଖ ସ୍ଥଳର ସନ୍ଧାନ ପାଇଛନ୍ତି, ଯେଉଁ ସ୍ଥାନଟି ଯୋଗୀମାନଙ୍କୁ ମଧ୍ୟ ଅଗୋଚର, ଅର୍ଥାତ୍ ମନ ଇନ୍ଦ୍ରିୟ ଦ୍ୱାରା ବାହ୍ୟ ଜଗତରେ ସୁଖମୟ ସ୍ଥାନକୁ ଯୋଗୀମାନେ ମଧ୍ୟ ଅନ୍ୱେଷଣ କରୁଛନ୍ତି, ସେ ସୁଖକୁ ସେ ସୁଖମୟ ସ୍ଥାନ ସେ ପାଇସାରିଛନ୍ତି। ଭଣଇ କାହ୍ନୁ ଭବ ପରିଚ୍ଛିନ୍ନା, ସେ ସ୍ଥାନ ପବିତ୍ର। କାହ୍ନୁ କହୁଛନ୍ତି, ଭଣଇ କାହ୍ନୁ, ଭଣଇ ଶବ୍ଦର ଅର୍ଥ କଣ? ଭଣଇ ଶବ୍ଦର ଅର୍ଥ ହଉଛନ୍ତି ସେ କହୁଛନ୍ତି। ସେ କହୁଛନ୍ତି ଯେ ଆଇଲା ତେ ଗଲା, ଏଠି ଆସିବା ଏବଂ ଯିବା, ଜନ୍ମ ମୃତ୍ୟୁର ଚକ୍ର, এই ସାଂସାରିକ ଚକ୍ର ସବୁବେଳେ ଅବ୍ୟାହତ। ସଂସାରରେ ଜନ୍ମ ମୃତ୍ୟୁ ବା ଉତ୍ପତ୍ତି ଭଙ୍ଗ ଦେଖି ତାହାର ମନ ସୁଖ ବା ଦୁଃଖରେ ବିଚଳିତ ହୁଏ ନାହିଁ। ଅବଣା ଗବଣେ କାହ୍ନୁ ବିମନ ଉଇଲା, ବିମନ ଶବ୍ଦର ଅର୍ଥ ହଉଛି ଅନ୍ୟମନସ୍କ ନୁହଁ, ତାର ଯୋଉ ମନ ସ୍ଥିତିରୁ, ଯୋଉ ସାଧାରଣ ମାନସିକତାରୁ ସେ ସମ୍ପୂର୍ଣ୍ଣ ଭାବେ ବିଶେଷ ମନ ବା ମାନସିକତାରେ ନିର୍ଲିପ୍ତ ଭାବରେ ସେ ଅବସ୍ଥାନ କଲେ। ସହଜ ସାଧକ କାହ୍ନୁ ଏହି ଭାବ ଉପଲବ୍ଧି କରି ବିଶିଷ୍ଟ ମନ ହେଲେ। ସେ ଅନୁଭବ କରିପାରୁଛନ୍ତି ଯେ ଆନନ୍ଦମୟ ମହାସୁଖର ସାଧକ ଭାବରେ ମହାସୁଖପୁର ତାଙ୍କର ଅତି ନିକଟବର୍ତ୍ତୀ। ଏ ଯୋଉ ଜିନଉ ଶବ୍ଦ, ହେରି ସେ କାହ୍ନି ନିଅଡି ଜିନଉ ବଟଇ, ଜିନ ଯୋଉ ଶବ୍ଦଟି ଅଛି ସେଟା ହଉଛି ଜିନପୁରମ୍ ମହାସୁଖପୁରମ୍ ବୋଲି କହିଛନ୍ତି ମୁନି ଦତ୍ତ। ଏହା ହଉଛି ଚତୁର୍ଥ ଶୂନ୍ୟତା, କାରଣ କାହ୍ନୁପାଦଙ୍କ ଦୋହାକୋଶ ଟୀକାରେ ଚତୁର୍ଥ ଶୂନ୍ୟ ବିଷୟରେ ଲେଖା ଅଛି। ଇଟ୍ ଇଜ୍ ଦ abode of ଅବଧୂତି, ଇଟ୍ ଇଜ୍ ଦ abode of the ଜିନାସ୍। ଚର୍ଯ୍ୟା 12 ଏବଂ 14ରେ ଜିନପୁରର ଉଲ୍ଲେଖ ମଧ୍ୟ ରହିଛି। ଜିନପୁରର ବର୍ଣ୍ଣନା କଣ, ସେ ସ୍ଥାନଟି କିପରି? ପାରିଶୁଦ୍ଧ ବୁଦ୍ଧ କ୍ଷେତ୍ରମ୍ ସଂକ୍ଷେପ ରୂପମ୍ ମହାମୋକ୍ଷପୁରମ୍ ବୈରୋଚନ ସ୍ୱଭାବମ୍ ନାନା ରତ୍ନମୟମ୍ କୁଟାଗାରମ୍ ଚତୁରସ୍ରମ୍ ଚତୁର୍ଧାରମ୍ ଅଷ୍ଟସ୍ତମ୍ଭୋପଶୋଭିତମ୍ ଚତୁର୍ବେଦୀ ପରକ୍ଷିପ୍ତମ୍ ଚତୁସ୍ତୋରଣ ମଣ୍ଡିତମ୍। ଏଇଟା ହଉଛି ବଜ୍ରତାରା ସାଧନର ରତ୍ନାକର ଶାନ୍ତିରେ ଏହା ଉଲ୍ଲେଖ ଅଛି। ସବୁବେଳେ ସାଧକ ଏକ ଅତୀନ୍ଦ୍ରିୟ ଜଗତର ଅନ୍ୱେଷା କରିଥାଏ। ଏଇଟା ଯେତେବେଳେ ସିଦ୍ଧାଚାର୍ଯ୍ୟ ମାନଙ୍କର ଶବ୍ଦ, ତେଣୁ ଏଠି ଅତୀନ୍ଦ୍ରିୟ ଚେତନା ବଦଳରେ, ଅତୀନ୍ଦ୍ରିୟ ସ୍ଥାନ ପରିବର୍ତ୍ତେ ଏଠି ଜିନପୁର ଶବ୍ଦର ବ୍ୟବହାର ହେଇଛି। ଯଦି ଆମେ ଦେଖିବା, ଏଠି ତିବ୍ବତୀ ଅନୁବାଦ ମଧ୍ୟ ଗୋଟେ ଅଛି, ଯୋଉଟା କି ଗୀତିକାକୁ ଆଉ ଗୋଟେ ବ୍ୟାଖ୍ୟା କରୁଛି ଯେ ମହାସୁଖପୁରରେ, ଯେମିତି ଆଳିଏ କାଳିଏ ବାଚ ରୁନ୍ଧିଲା, ଆମେ କହିଲେ ଆଳି କାଳି ଦ୍ୱାରା ଅବଧୂତି ର ବହିର୍ଗମନ ମାର୍ଗକୁ ଅବରୁଦ୍ଧ ହେଲା। ଆମେ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିକି ଗୋଟେ ସାଧୁ ବା ଯୋଗୀ ବା ସନ୍ନ୍ୟାସୀ ସେମାନେ ନିୟନ୍ତ୍ରଣ କରନ୍ତି ଏବଂ ପ୍ରାଣାୟାମ କରନ୍ତି। ଯୋଗର ଗୋଟେ ପ୍ରଥମ ପାହାଚ, ସେମିତି ମହାସୁଖପୁରରେ ପ୍ରବେଶ ମାର୍ଗ ହଉଛି ଅବଧୂତି ମାର୍ଗ। ଆଳିକାଳି ମାର୍ଗ ଦୁଇଟି ଉନ୍ମୁକ୍ତ ରହିବା ହେତୁ ସେଇ ମାର୍ଗକୁ ରୁଦ୍ଧ କରାଗଲା। ସେଥିରେ ଆଉ କେହି ପଶି ପାରିବେ ନାହିଁ, ସେଥିରେ ବାହ୍ୟ ତତ୍ତ୍ୱ ଗୁଡାକ ପ୍ରଭାବ ବିସ୍ତାର କରିପାରିବ ନାହିଁ। ଏହା ଦେଖି କାହ୍ନୁ ବଡ଼ ଦୁଃଖିତ ହେଲେ। ବର୍ତ୍ତମାନ ସେ ଆଉ କେଉଁଠି ଯାଇ ଆଶ୍ରୟ ନେବେ? ବାହ୍ୟ ଜଗତରେ ସେପରି ସ୍ଥାନ କେଉଁଠି ନାହିଁ।
ସେ ଯାହା ମନ ଓ ଇନ୍ଦ୍ରିୟ ଦ୍ୱାରା ଜାଣୁଛନ୍ତି ସେସବୁ ତାଙ୍କୁ ଉଦାସ ଦେଖାଯାଉଛି। ତାଙ୍କ ନିକଟରେ କାୟା, ବାକ୍ୟ, ଚିତ୍ତ, ଧାତୁତ୍ରୟ ଭିନ୍ନ ଭିନ୍ନ ରୂପେ ପ୍ରତିଭାତ ହେଉଛନ୍ତି ଏବଂ ସେ ଭବ ବା ସଂସାର ଓ ଜନ୍ମ ମୃତ୍ୟୁ ସ୍ପଷ୍ଟ ରୂପରେ ଦେଖିପାରୁଛନ୍ତି। କାହ୍ନୁ ଏ ଭାବ ରାଜ୍ୟରେ ଆନ୍ଦୋଳିତ ହୋଇ ବିଶେଷ ଦୁଃଖ ଅନୁଭବ କରୁଛନ୍ତି। ସବୁଠାରୁ ଦୁଃଖର କଥା ଏହି ଯେ ସେ ଦେଖିପାରୁଛନ୍ତି ତାଙ୍କର ଅତି ନିକଟରେ ମହାସୁଖ ପୁରା ଅବସ୍ଥିତ, ଅଥଚ ତାଙ୍କର ହୃଦୟ ସେ ସ୍ଥାନରେ ପ୍ରବେଶ କରିପାରୁନାହିଁ। ଏଇଟା ହେଉଛି ତିବ୍ବତୀ ଅନୁବାଦ ଅନୁସାରେ। ଏହା ବ୍ୟତୀତ ନାଡି ସାଧନା ଦୃଷ୍ଟିରୁ ଏହି ଚର୍ଚ୍ଚାର ଅର୍ଥ କରାଯାଇପାରେ। ଆଳିକାଳି ମାର୍ଗରେ ପ୍ରାଣବାୟୁ ଶ୍ୱାସ ପ୍ରଶ୍ୱାସ ରୂପରେ ପ୍ରବାହିତ ହୋଇ ଅବଧୂତି ମାର୍ଗରେ ପ୍ରବେଶ କରିପାରୁନାହିଁ। ଅବଧୂତି ମାର୍ଗ ଏପରି ଅବରୁଦ୍ଧ ହେବାରୁ ମହାସୁଖ ଚକ୍ରରେ ପ୍ରବେଶ କରିବା ଉପାୟ ନ ଦେଖି କାହ୍ନୁ ଅତ୍ୟନ୍ତ ବିରସ ହେଲେ। ଆମେ ଅବରୁଦ୍ଧ ଶବ୍ଦଟାକୁ କୋଉ ଭାବରେ ନେଲେ ଯେ ଆମେ ନିୟନ୍ତ୍ରଣ କରିବା ଅର୍ଥରେ, କିନ୍ତୁ ଏଠି ସେ କହୁଛନ୍ତି ଯେ ଏଇ ଯୋଉ ପ୍ରାଣବାୟୁ ବା ଯୋଉ ପ୍ରାଣାୟାମ ବେଳେ ଯୋଉ ନିୟନ୍ତ୍ରଣ କରିବାର ବାୟୁ ଯୋଉ ଶବ୍ଦଟି ସେ ଚଳାଚଳ ସେଇଟା ଯେମିତି ରୁଦ୍ଧ ନ କରୁ, ଅର୍ଥାତ୍ ସୁଗମ ଭାବରେ ଇଡ଼ା ପିଙ୍ଗଳା ବା ଆଳି କାଳି ମାଧ୍ୟମରେ କିପରି ଭାବରେ ନାସାପୁଟ ଦ୍ୱାରା ପ୍ରଭବ ବାୟୁ ତଦପର କାଳି। ହେବଜ୍ର ପଞ୍ଜିକାରେ ଲେଖା ହେଇଛି ଆଳିର୍ ବାମ ନାସାପୁଟ, ଯୋଉ ବାମ ନାଡି ଦକ୍ଷିଣ ନାଡି ଏଇଥିରେ ଯୋଉ ଅବରୁଦ୍ଧ କରିକି ମହାସୁଖ ଚକ୍ରରେ ପ୍ରବେଶ କରିବା ଦରକାର ସେଇଟା ହେଇପାରୁନି। ସେ ଉପାୟଟି ନ ଦେଖିକି କାହ୍ନୁ ଦୁଃଖିତ ହେଉଛନ୍ତି। ସେପରି ଆନନ୍ଦମୟ ସ୍ଥାନ ଆଉ କେଉଁଠି ଅଛି ଯେ ସେ ଯାଇକି ସେଠାରେ ଆଶ୍ରୟ ନେବେ? ବାହ୍ୟ ଜଗତରେ ସେ ଯାହା ଦେଖୁଛନ୍ତି ତାଙ୍କୁ ତାଙ୍କ ଭିତରେ ଉଦାସ ଭାବ ସୃଷ୍ଟି ହେଉଛି। ଆଳି କାଳି ଓ ଅବଧୂତି ତିନୋଟି ଏକତ୍ରିତ ହୋଇପାରୁନାହାନ୍ତି। ତେଣୁ ଭବବନ୍ଧନରେ ପତନ ପରିଷ୍କାର ଦେଖାଯାଉଛି। ଯେପରି ଭାବରେ ପ୍ରାଣବାୟୁ ଆସିଲା ସେପରି ଭାବରେ ପୁଣି ବାହାରିଲା, ତାହା ଧାରଣ କରି ନପାରି କାହ୍ନୁଙ୍କର ମନ ଭାଙ୍ଗିଗଲା। ସେ ଜାଣୁଛନ୍ତି ନିକଟରେ ଅତି ନିକଟରେ ମହାସୁଖପୁର ଜିନପୁର ଶବ୍ଦ ମୁଁ ବୁଝେଇଛି, କିନ୍ତୁ ଅବଧୂତି ମାର୍ଗ ରୁଦ୍ଧ ହେବାରୁ ସେ ପ୍ରବେଶ କରିପାରୁନାହାନ୍ତି। ଶ୍ରୋତାବନ୍ଧୁ, ଏଇଟା ଆମର ଥିଲା ଆଜି ପ୍ରଥମ ଗୀତିକା ନମ୍ବର 7। ଏହା ହେଉଛି ବାଟ ଓଗାଳ ଚର୍ଚ୍ୟ। ଏବେ ଆମେ ଆଉ ଗୋଟେ ସୁନ୍ଦର ଯୋଉଟା ସବୁବେଳେ ଆମ ସହିତ ଆମେ ପଢି ଆସୁଛେ ସେଇଟାକୁ ଆମକୁ ମନେ ରଖିବାକୁ ପଡିବ, ଯୋଉଟା ହଉଛି ଚର୍ଚ୍ୟା 10। ସେଇଟା ହଉଛି ଡୋମ୍ବି ଚର୍ଚ୍ୟା। ମୂଳ ଗୀତିକୁ ମୁଁ ପଢୁଛି। ନଗର ବାହିରେ ଡୋମ୍ବି ତୋହରି କୁଡ଼ିଆ। ଡୋମ୍ବି, ଶବରୀ ଏଇ ଯୋଉ ଶବ୍ଦ ଗୁଡ଼ିକ ବ୍ୟବହାର କରାହେଇଛି ସାଧନା କ୍ଷେତ୍ରରେ ଚର୍ଚ୍ୟା ସିଦ୍ଧଚାର୍ଯ୍ୟ ମାନେ ତାଙ୍କର ସାଧନାର ମୁଖ୍ୟ ଦେବୀକୁ ସେ ଆରାଧନା କରୁଥିଲେ। ତାଙ୍କ ପାଇଁ ଯେମିତି ଆତ୍ମପୁରୁଷକୁ ଆମେ ନାରୀମାନେ ସାଧନା କ୍ଷେତ୍ରରେ ଆତ୍ମପୁରୁଷକୁ ସାକ୍ଷୀ ଦିଅନ୍ତି, ସେ ସମୟରେ ସିଦ୍ଧାଚାର୍ଯ୍ୟ ମାନେ ଆତ୍ମସଖୀ ଅର୍ଥାତ୍ ନୈରାତ୍ମ ଦେବୀ କିମ୍ବା ଡୋମ୍ବି କିମ୍ବା ଶବରୀ, ଅବଧୂତି ଏହିପରି ଶବ୍ଦକୁ ବ୍ୟବହାର କରିଛନ୍ତି। ନଗର ବାହିରେ ଡୋମ୍ବି ତୋହରି କୁଡ଼ିଆ, ଛୋଇ ଛୋଇ ଯାହି ସୁବ୍ରାହ୍ମ ନାଡ଼ିଆ। ଆଲୋ ଡୋମ୍ବି ତୋଏ ସମ କରିବ ମୋ ସାଙ୍ଗ, ନିଘିନ କାହ୍ନ କାପାଳି ଜୋଇଲାଙ୍ଗ। 100 ପଦୁମା 64 ପାଖୁଡ଼ି, ଏଇଟା ଟିକେ ଗୁରୁତ୍ୱପୂର୍ଣ୍ଣ, ମନ ଦେଇକି ଆପଣମାନେ ଶୁଣିବେ। 100 ପଦୁମା 64 ପାଖୁଡ଼ି, ତହିଁ ଚଢ଼ି ନାଚ ଡୋମ୍ବି ବାପୁଡ଼ି। ଆଲୋ ଡୋମ୍ବି ତୋ ପୁଚ୍ଛମି ସଦ୍ଭାବେ, ଆଇସସି ଯାସି ଡୋମ୍ବି କାହାରି ନାବେ। ତାନ୍ତି ବିକଅଣ ଡୋମ୍ବି ଅବରନା ଚାଙ୍ଗେଡ଼ା, ତୋହର ଅନ୍ତରେ ଛାଡ଼ି ନଡ଼ ପେଡ଼ା। ତୁ ଲୋ ଡୋମ୍ବି ହାଉଁ କପାଳି, ତୋହର ଅନ୍ତରେ ମୋଏ ଘେଣିଲି ହାଡ଼େରି ମାଳି। ସରୋବର ଭାଞ୍ଜିଅ ଡୋମ୍ବି ଖାଅ ମୋଲାଣ, ମାରମି ଡୋମ୍ବି ଲେମି ପରାଣ। ସାଧାରଣ ଅର୍ଥରେ
ସହର, ପୁରୀ ଇତ୍ୟାଦି ଅର୍ଥରେ ବ୍ୟବହାର କରାଯାଇଛି। ଚର୍ଯ୍ୟାର୍ଥରେ ରୂପାଦି ପଞ୍ଚ ବିଷୟ ଜଡ଼ିତ ସ୍ଥୂଳ ଶରୀର। ବିଷୟ କହିଲେ ସାଂସାରିକ ବସ୍ତୁବାଦୀ ଜଗତ। ଓଡ଼ିଆ ରୂପାନ୍ତରଟା ଟିକେ ଶୁଣିଦେଲେ ଆପଣମାନେ ବେଶୀ ସହଜରେ ବୁଝିପାରିବେ। ନଗର ବାହାରେ ଡୁମ୍ବି ତୋହରି କୁଡ଼ିଆ, ଛୁଇଁ ଛୁଇଁ ଯାଉ ସେ ବ୍ରାହ୍ମଣ ନାଡ଼ିଆ। ଆଲୋ ଡୁମ୍ବି ତୋର ସହ କରିବି ମୁଁ ସଙ୍ଗ, ନିର୍ଘୁଣ କାହ୍ନୁ କାପାଳିକ ଜୋଙ୍ଗି ଉଲଙ୍ଗ। ଏକଇତ ପଦ୍ମ ତାର 64 ପାଖୁଡ଼ି, ତହିଁରେ ଚଢ଼ି ନାଚଇ ଡୁମ୍ବି ବାପୁଡ଼ି। ଆଲୋ ଡୁମ୍ବି ତୋତେ ମୁହିଁ ସଦ୍ଭାବେ ପଚାରେ, ଆସୁ ପୁଣି ଯାଉ ଡୁମ୍ବି କାହାର ନାବରେ। ନ ବିକ ତନ୍ତି ଡୁମ୍ବି ଆଚର ନା ଚାଙ୍ଗୁଡ଼ା, ତୋର ପାଇଁ ଛାଡ଼ିଅଛି ମୁଁ ନଡ଼ ପୀଡ଼ା। ତୁ ଅଟୁ ଡୁମ୍ବି ମୁହିଁ ଅଟଇ କାପାଳି, ତୋର ପାଇଁ ମୁଁ ଘେନିଲି ଏଇ ହାଡ଼ମାଳି। ସରୋବରେ ଭାଙ୍ଗି ଡୁମ୍ବି ଖାଉ ତୁ ମୃଣାଳ, ମାରିବି ଡୁମ୍ବି ମୁଁ ତତେ ନେବି ତୋ ପରାଣ। ବାହ୍ୟାର୍ଥ ହେଉଛି ରେ ଡୁମ୍ବି, ତୁ ଯେହେତୁ ଅସ୍ପୃଶ୍ୟା, ତୁ ନଗର ବାହାରେ କୁଡ଼ିଆ କରିକି ରହିଛୁ। ସେ ସମୟରେ ଶ୍ରୋତାବନ୍ଧୁ, ସେ ସମୟରେ କାହ୍ନୁପାଦଙ୍କ ପରି ସିଦ୍ଧାଚାର୍ଯ୍ୟଙ୍କ ଭିତରୁ କିଛି ଜଣ ବ୍ରାହ୍ମଣ ଥିଲେ, ବିଭିନ୍ନ ଜାତିର ଥିଲେ। ତେଣୁ ଉଚ୍ଚ ଜାତିର ଯେଉଁ ସିଦ୍ଧାଚାର୍ଯ୍ୟ ମାନେ, ସେମାନେ ନିମ୍ନ ବର୍ଗର ନାରୀମାନଙ୍କର ସଂସର୍ଗ କିପରି ସେ ସମୟର ସାମାଜିକ ଚଳନୀରେ ମଧ୍ୟ ଏଇ ପ୍ରକାର ଭାବ ଦିଆନିଆ ଅର୍ଥାତ୍ ଯେଉଁ ସମ୍ପର୍କ, ସେ କଥା ମଧ୍ୟ ଥିଲା। ତେଣୁ ଗୋଟେ ସାମାଜିକ ଚଳଣୀର ଚିତ୍ର ଏଇଠି ରହିଛି ଯେ ତୁ ଯେହେତୁ ଡୁମ୍ବି, ତୁ ଯେହେତୁ ଶବରୀ, ତୁ ନଗର ବାହାରେ କୁଡ଼ିଆ କରିକି ବାସ କରୁଛୁ। ଧାର୍ମିକ ବୋଲାଉଥିବା ଲଣ୍ଡା ବ୍ରାହ୍ମଣ ତୋ ପ୍ରେମ ଆଶାରେ ତୋ ପାଖରେ ପହଞ୍ଚି ଯାଆନ୍ତି। ତୁ ତାଙ୍କୁ ଆନ୍ତରିକ ପ୍ରେମ ନ ଦେଇ କେବଳ ଛୁଇଁ ଛୁଇଁ ଯାଉ। ତୋ ସହିତ ବନ୍ଧୁତା ପାଶରେ ଆବଦ୍ଧ ହେବାକୁ ମୋର ଇଚ୍ଛା। ତୁ ମୋତେ ଅନ୍ୟ ବ୍ରାହ୍ମଣଙ୍କ ଭଳି ଜ୍ଞାନ କରନି। ସେମାନଙ୍କ ଓ ମୋ ମଧ୍ୟରେ ଯଥେଷ୍ଟ ପ୍ରଭେଦ ଅଛି। ତତେ ମୁଁ ସାଥୀ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛି। ଏଣୁ ତୁ ମୋତେ ତୋ ସହୃଦୟ ପ୍ରେମିକ ଭାବରେ ଗ୍ରହଣ କର। ହେ ଡୁମ୍ବି, ମୁଁ ଦେଖୁଛି ତୁ 64 ପାଖୁଡ଼ା ଯୁକ୍ତ ଏଇ ପଦ୍ମଫୁଲ ଉପରେ ନୃତ୍ୟ କରୁଛୁ। ତତେ ମୋ ରାଣ। ସତ କହିଲୁ, ପୋଖରୀ ମଝିରେ ଥିବା ପଦ୍ମଫୁଲ ନିକଟକୁ ତୁ କାହା ଡଙ୍ଗାରେ ଯିବା ଆସିବା କରୁଛୁ? ବାଉଁଶ ଅନ୍ତିରେ ଚାଙ୍ଗଡା ଇତ୍ୟାଦି ବୁଣି ବିକ୍ରି କରିବା ତୋ ଲୌକିକ ବ୍ୟବସାୟ, ତୋ କୌଳିକ ବ୍ୟବସାୟ। ତୁ ଏ ବ୍ୟବସାୟ ଛାଡ଼ିଦେ। ତତେ ପାଇବା ଆଶାରେ ମୁଁ ମଧ୍ୟ ନାଚ ପିଢ଼ି ଛାଡ଼ି ଦେଇଛି ବା ନାଚ ଦେଖେଇବା ବ୍ୟବସାୟ ଛାଡ଼ି ଦେଇଛି। ତୁ ଅସ୍ପୃଶ୍ୟ ଡମୁଣି। ମୁଁ ଜାତିକୁଳ ତ୍ୟାଗ କରି କାପାଳିକ ହୋଇଛି, ହାଡ଼ର ମାଳି ବେକରେ ପକାଇଛି, ଅର୍ଥାତ୍ ତୋ ସ୍ତରକୁ ଖସି ଆସିଛି। ପଦ୍ମଫୁଲ ଉପରେ ନାଚିବା ସମୟରେ ତୁ ପଦ୍ମମୂଳ ଖାଉଛୁ। ଏହି ଦୃଶ୍ୟ ଅତି ଲୋଭନୀୟ। ମୋତେ ତୁ ନିଜର କରି ନ ନେଲେ ମୁଁ ନିଶ୍ଚୟ ତୋ ପ୍ରାଣ ନାଶ କରିବି। ଏଇଟା ହେଉଛି ଶ୍ରୋତାବନ୍ଧୁ, ଏଇଟା ଥିଲା ବାହ୍ୟାର୍ଥ। ଗୁହ୍ୟାର୍ଥ ଦେଖିବା। ଏହି ଗୀତିରେ ସିଦ୍ଧାଚାର୍ଯ୍ୟ କାହ୍ନୁପାଦ ପରିଶୁଦ୍ଧା ଅବଧୂତିକାକୁ ଡୁମ୍ବି ଭାବରେ କଳ୍ପନା କରିଛନ୍ତି। ସେ କହନ୍ତି ଯେ ଡୁମ୍ବି ଅର୍ଥାତ୍ ପରିଶୁଦ୍ଧାବତୀ ନୈରାତ୍ମା ନଗର ବାହାରେ ଅର୍ଥାତ୍ ରୂପାଦି ଜଡ଼ିତ ସ୍ଥୂଳ ଶରୀରର ବାହାରେ ମହାସୁଖରେ ବାସ କରେ। ଡୁମ୍ବି ନଣ୍ଡା ବ୍ରାହ୍ମଣକୁ ପ୍ରେମ ନ କରି ଯେପରି ଛୁଇଁ ଛୁଇଁ ଯାଏ, ଅବଧୂତିକା ସେହିପରି ସମୃତ୍ତି ବୋଧିଚିତ୍ତ ସହିତ ସଂଲଗ୍ନ ନ ହୋଇ ସାମାନ୍ୟ ସ୍ପର୍ଶ କରେ ମାତ୍ର। କାହ୍ନୁପାଦ ଏହି ଅବଧୂତିକା ଓ ନିଜ ସ୍ୱଭାବ ମଧ୍ୟରେ ବହୁ ସାମ୍ୟ ଲକ୍ଷ୍ୟ କରିଛନ୍ତି। ତେଣୁ ଡୁମ୍ବିକୁ ସାଧନ ସଙ୍ଗିନୀ ଭାବରେ ଗ୍ରହଣ କରିବା ପାଇଁ, ଅର୍ଥାତ୍ ନୈରାତ୍ମାଙ୍କ ସହଯୋଗରେ ସାଧନ ସଙ୍ଗିନୀ ଭାବରେ ଗ୍ରହଣ କରିବା ପାଇଁ ସେ ଅନୁରୋଧ କରୁଛନ୍ତି, କାମନା କରୁଛନ୍ତି। ନୈରାତ୍ମ ଦେବୀ ନିର୍ମାଣ ଚକ୍ରରେ 64 ଦଳଯୁକ୍ତ ପଦ୍ମ ଉପରେ ନୃତ୍ୟରତା ଥିବାର ଦେଖି ଚର୍ଯ୍ୟାକାର ପଚାରୁଛନ୍ତି ଯେ ତୁ କାହା ସହିତ କେଉଁ ମାର୍ଗରେ ଏ ଯାତାୟାତ? କାରଣ ପରିଶୁଦ୍ଧାବତୀ ଅବଧୂତିକାର ଯାତାୟାତ ମାର୍ଗ ଜାଣିବା ହିଁ ସାଧକର ପରମ ଲକ୍ଷ୍ୟ। ଅବିଦ୍ୟା ଓ ବିଷୟ ଆଭାସ ତ୍ୟାଗ କରି ପରିଶୁଦ୍ଧାବତୀକା ରୂପ ଗ୍ରହଣ କରିଥିବା ନୈରାତ୍ମଙ୍କ ପରି କବି ସାଂସାରିକ ମୋହ ମାୟାଦି ଶୃଙ୍ଖଳ ଛିନ୍ନ କରିବାକୁ ଚାହାନ୍ତି ଏବଂ ବୋଧିଚିତ୍ତକୁ ବିନାଶ କରିବା ପାଇଁ ଚାହାନ୍ତି।
କାରଣ ବୋଧିଚିତ୍ତକୁ ବିନାଶ କରିବା କ୍ଷେତ୍ରରେ ନୈରାତ୍ମ ଅପରିଶୁଦ୍ଧାବତିକା ରୂପରେ ସାଧକର କାୟାରେ ପ୍ରବେଶ କରେ। ବୋଧିଚିତ୍ତ ସବୁଠୁ ଶ୍ରେଷ୍ଠ ସ୍ତର ଗୋଟେ ସାଧକର, କିନ୍ତୁ ଯେତେବେଳେ ସେଥିରେ ଅପରିଶୁଦ୍ଧା ବଧୂତିକା ପ୍ରବେଶ କରେ ସେତେବେଳେ ସେ ବୋଧିଚିତ୍ତକୁ ନାଶ କରେ। ସେହିପରି ସାଧକ କବି ନିଜ ଚିତ୍ତକୁ ଅବିଦ୍ୟା କବଳରୁ ରକ୍ଷା କରି ନୈରାତ୍ମାଙ୍କ ଅପରିଶୁଦ୍ଧ ରୂପକୁ ବିନାଶ କରିବାକୁ ବଦ୍ଧପରିକର ହେଇଛନ୍ତି। ଅପରିଶୁଦ୍ଧ ଡୋମ୍ବିକୁ ପରିଶୁଦ୍ଧ ଅବଧୂତିକାରେ ପରିଣତ କରିବା ପାଇଁ ସେ ସଂକଳ୍ପବଦ୍ଧ। ଏଇଟା ଗୋଟେ ଦୀର୍ଘତମ ଗୀତିକା, ତେଣୁ ଚର୍ଯ୍ୟା ଗୀତିକାରେ ଆଉ ଦୁଇଟି ସମାନ ପଦ ସଂଖ୍ୟା ମଧ୍ୟ ଅଛି। ସେଟା ହଉଛି 28 ଆଉ 50। ସହଜ ସିଦ୍ଧି କେମିତି ଲାଭ କରିହେବ ଏବଂ କାପାଳିକ ଯୋଗୀ ଓ ଡୋମ୍ବିର ମିଳନ ଏଥିରେ ବର୍ଣ୍ଣିତ ହେଇଛି। ତେଣୁ କୃଷ୍ଣାଚାର୍ଯ୍ୟ ପାଦାନମ ଯୋଉଟା ଅଛି, ନାଡ଼ି, ଆଳି, କାଳି, ଏଇସବୁ ପଦଗୁଡ଼ିକୁ ଆପଣମାନଙ୍କୁ ମନେ ରଖିବାକୁ ହେବ। ଆଉ ଗୋଟେ ଚର୍ଯ୍ୟା 11ଟା ମଧ୍ୟ ସେଥିରେ ଅଛି, ଯାହାକୁ ଆମର ଶ୍ରୋତାବନ୍ଧୁମାନେ ଜାଣନ୍ତି, ଯୋଉଟା କି ରାଗ ପଟ୍ଟମଞ୍ଜରୀ କୃଷ୍ଣ, ଯୋଉଟା ଚର୍ଯ୍ୟା 11 କୃଷ୍ଣାଚାର୍ଯ୍ୟ ପାଦାନମ ଲେଖିଛନ୍ତି। ମୂଳ ଗୀତି ହଉଛି ନାଡ଼ି ଶକ୍ତି ଦୃଢ଼ ଧରିୟ ଖାଟେ, ଅନହା ଡମରୁ ବାଜଇ ବୀର ନାଦେ। ଯୋଉ ଅନାହତ ଧ୍ୱନି ଝଙ୍କୃତ ହଉଛି, ନାଦିତ ହଉଛି, ସେଇଟାକୁ ସେ ଆଲୋଚନା କରିଛନ୍ତି। କାହ୍ନୁ କପାଳେ ଯୋଗୀ ପୈଠ ଆଚାରେ, ଦେହ ନଅରି ବିହରଇ ଏକାକାରେ। ଦେହ ରୂପୀ ନଗର, ଦେହ ନଅରି। ଆଳି କାଳି ଘଣ୍ଟା ନେଉର ଚରଣେ, ରବି ଶଶୀ କୁଣ୍ଡଳ କିଉ ଆବରଣେ, ରାଗ ଦେଶ ମୋହ ଲାଇଅ ଛାର, ପରମ ମୁଖ ଲବଏ ମୂର୍ତ୍ତିହାର, ମାରିୟ ଶାଶୁ ନଣନ୍ଦ ଘରେ ଶାଳୀ, ମାଅ ମାରିଆ କାହ୍ନୁ ଭଇଲ କବାଳି। ଏଇ ଯୋଉ ମାରିୟ ଶାଶୁ ନଣନ୍ଦ ଘରେ ଶାଳୀ, ମା ମାରିଆ କାହ୍ନୁ ଭଇଲ କବାଳି, ଏଇଟାକୁ ଟିକେ ଆପଣମାନେ ଭଲ ଭାବରେ ମନେ ରଖିବେ। ନାଡି ଶକ୍ତି ହଉଛି 32 ନାଡି ମଧ୍ୟରେ ପ୍ରଧାନ ହଉଛି ସୁଷୁମ୍ନା ନାଡି ବା ଅବଧୂତିକା। ତାକୁ ଦୃଢ କରିକି ଧରିବାକୁ ପଡିବ। ଖଟ ଯୋଉ ଶବ୍ଦଟି ଅଛି, ଖଟ ଏକ ପ୍ରକାର ଯୋଗାସନ। ତେଣୁ ଅନାହତ ଡମ୍ବରୁ ବା ଅନାହତ ଧ୍ୱନିକୁ ଲକ୍ଷ୍ୟ କରିବାକୁ ପଡିବ। ହଠ ଯୋଗ ସାଧକ ମାନେ ଇନ୍ଦ୍ରିୟ ଦ୍ୱାରା, ସମଗ୍ର ଇନ୍ଦ୍ରିୟ ଦ୍ୱାରା ରୁଦ୍ଧ କରି ନାଡିକୁ ନିଜର ଆୟତ୍ତରେ ରଖୁଥିଲେ। ତେଣୁ ଅନାହତ ମିତି ଶୂନ୍ୟତା ଶବ୍ଦମ୍ ବୋଲି କୁହାଯାଏ। ତେଣୁ ଅନାହତ ଶୂନ୍ୟ ଧାମରେ ଗୋଟେ ସାଧକ କିପରି ଭାବରେ ରହିବ। ଏଇ ଯୋଉ ମାରିୟ ଶାଶୁ ନଣନ୍ଦ ଘରେ ଶାଳୀ, ଏଇ ଯୋଉଟା ମାରିୟ ଶବ୍ଦ ହଉଛି ମାରି, ଶାଶୁ ହଉଛି ଶ୍ୱାସ ପ୍ରଶ୍ୱାସ, ନଣନ୍ଦ ହଉଛି ସ୍ୱାମୀର ଭଉଣୀ, ଯୋଉଟା କି ଆନନ୍ଦପ୍ରଦ ଇନ୍ଦ୍ରିୟଗଣ। ଶାଳୀ ଶବ୍ଦର ଅର୍ଥ ହଉଛି ସ୍ତ୍ରୀର ଭଉଣୀ, ଲୌକିକ ଅର୍ଥରେ ଗୋଟେ ହଉଛି ଅବଧୂତିକା। ତେଣୁ ନାଡି ଶକ୍ତିକୁ ଦୃଢ ଭାବରେ ଧରି ଅନାହତ ଡମ୍ବରୁକୁ ବୀର ନାଦରେ ବଜାଇ କାପାଳିକ ଯୋଗୀ କାହ୍ନୁପାଦ ଦେହ ନଗରୀରେ ପ୍ରବେଶ କଲେ ଏବଂ ଯୋଗାଚାର ଆରମ୍ଭ କଲେ। ଆଳି ଓ କାଳିକୁ ଚରଣରେ ବାଜିଣୀ ନୂପୁର ରୂପେ ଏବଂ ରବି ଶଶୀକୁ କର୍ଣ୍ଣର କୁଣ୍ଡଳ ରୂପେ ପିନ୍ଧିନେଲେ। ଏଠି ହଉଛି ଅଳଙ୍କାର ଗୁଡ଼ିକ ବ୍ୟବହାର କରାହେଇଛି। ରୂପକ ଅଳଙ୍କାର। ରାଗ ଦ୍ୱେଷ ମୋହକୁ ଦଗ୍ଧ କରି ତାହାର ପାଉଁଶକୁ ଅଙ୍ଗରେ ବୋଳିଦେଲେ ଏବଂ ପରମ ମୁଖ୍ୟ ରୂପକ ମୁକ୍ତାହାର ଲାଭ କଲେ। କୋଉ ପ୍ରକାର କୁଣ୍ଡଳ ପିନ୍ଧିଲେ? ରବି ଶଶୀ ରୂପକ କୁଣ୍ଡଳକୁ କର୍ଣ୍ଣରେ ପିନ୍ଧିଲେ। ବାଜିଣୀ ନୂପୁର କୋଉଟା? ଆଳି ଓ କାଳି ଦିଟା ଯାକ ନାଡି, ତାକୁ ପିନ୍ଧିଲେ ଚରଣରେ। ମୁଖ୍ୟ ରୂପକ ମୁକ୍ତାହାର ଗଳାରେ ଝୁଲାଇଲେ ଏବଂ ଶାଶୁକୁ ମାରିବା ପରେ ନଣନ୍ଦକୁ ଶାଳୀ ଘରେ ରଖିଲେ ଏବଂ ଶେଷରେ ମାୟାକୁ ମାରି ବା ବିନାଶ କରି କାହ୍ନୁ କାପାଳିକ ହେଲେ। ଏଇ ଯୋଉ ଶାଶୁକୁ ମାରିବା ଯୋଉ କଥାଟି, ସେଟା ହଉଛି ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିବା। ପରମ ନିର୍ବାଣ ରୂପକ ମୁକ୍ତାହାର ପରିଧାନ କରିଛନ୍ତି। କାପାଳିକ ଗୃହ ସଂସାର ତ୍ୟାଗ କଲା ପରି ସେ ଶ୍ୱାସ ରୋଧ କରି ଆନନ୍ଦପ୍ରଦ ଇନ୍ଦ୍ରିୟକୁ ଦମନ କରି ମାୟା ରୂପୀ ଅବିଦ୍ୟାକୁ ବିନାଶ କରିଛନ୍ତି। ଏଇଟା ହଉଛି ଆମର ଚର୍ଯ୍ୟା ଗୀତିକା। ଡୁମ୍ବି ଚର୍ଯ୍ୟା ଥିଲା। ତାପରେ ଏଇଟା ଥିଲା ଆମର 11ତମ ଡୁମ୍ବି ହେରୁକ ଚର୍ଯ୍ୟା। ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ଆଜିର ଆଲୋଚନା ନିଶ୍ଚୟ ଭଲ ଲାଗିଥିବ। ଯେହେତୁ ଏଥିରେ ଗୂଢ଼ ସାଧନା ତତ୍ତ୍ୱ ରହିଛି, ଆକୁ ବୁଝିବା
ଯେତିକି କଷ୍ଟ ସାପେକ୍ଷ, ବୁଝେଇବା ମଧ୍ୟ କଷ୍ଟ ସାପେକ୍ଷ, କାରଣ ଏହା କେବଳ ଉପଲବ୍ଧିର କଥା। ତେଣୁ ସେଇ ସମୟର ଯୋଉ ସିଦ୍ଧାଚାର୍ଯ୍ୟଗଣ, ଯୋଉମାନେ ତନ୍ତ୍ର ସାଧକ ଥିଲେ, ତାଙ୍କ ସାଧନାକୁ ସେ ଖୁସିରେ, ମାନେ ଲୌକିକ ଶବ୍ଦରେ ବ୍ୟବହାର କରିକି ସାଧାରଣ ଜନତାଙ୍କ ପାଇଁ ଗୋଟେ ଅର୍ଥରେ ବ୍ୟବହାର କରିଛନ୍ତି, ଆଉ ଗୋଟେ ପ୍ରକୃତ ଅର୍ଥ ହଉଛି ଗୁହ୍ୟ ଅର୍ଥ, ଯାହାକୁ ଭେଦ କରିକି ତା ଭିତରକୁ ଯଦି ଜଣେ ସାଧକ ପ୍ରବେଶ କରେ, ନିଶ୍ଚିତ ଭାବରେ ଅବଧୂତିକା ବା ନୈରାତ୍ମ ଦେବୀର ସାକ୍ଷାତ କରେ, ଯାହାକି ନିର୍ବାଣଠୁ ମଧ୍ୟ ଶ୍ରେଷ୍ଠ ଏବଂ ସହଜ ସୁଖ, ସହଜ ଆନନ୍ଦ। ତେଣୁ ସହଜ ଆନନ୍ଦମୟ ସେ ସ୍ଥିତିରେ ସାଧକ ନିଜକୁ ନିର୍ବାଣଠୁ ମଧ୍ୟ ଅଧିକ ମନେକରି ସେଥିରେ ସେ ନିମଜ୍ଜିତ ହେବାକୁ ଚାହେଁ। ଧନ୍ୟବାଦ।